पवित्र 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 गौरव स्तुति महिमा प्रशंसा राजा मानकर राजा मोर प्रभु जीशु ख्रीष्ट सत्य रूपी सदा प्रभु जीशु धन्यवाद गौरव महिमा प्रशंसा हो पिता। प्रलोभन विषय बुझा निमंते प्रभु तुम्हें साहाय्य कर। तुमर समस्त ख्रीष्ट विश्वासी माने जो प्रलोभन रे आक्रांत हुअन्ति प्रभु से प्रलोभन विषय कि प्रकार से मन आक्रांत हुअन्ति जहाँ विश्वासी जानी न थाए। हे प्रिय प्रभु से प्रलोभन उपरे किछि आधारित करबा निमंते पिता तुम्हें साहाय्य कर, दया कर, गौरव प्रशंसा कर। यीशु नाम रे मागुछि आमेन। शैतानर आक्रमण व्यक्तिगत भावे जणे ख्रीष्ट विश्वासी को शैतान अधिकांशतः प्रलोभन द्वारा आक्रमण करिथाय। आउ एही आक्रमण को से दुई गोटी क्षेत्र रे प्रयोग करिथाय। संसारर अभिलाष जणे विश्वासी जेपरी जागतिक रीति नीति और भोग विलास रे बुढ़ी रहिबो सेथि निमंते तांकु प्रलोभन रे पकाइबा पाई से उद्यम करिथाय। से गुड़िक हेला जगत जाचुथिबा पार्थिव विषय आशीर्वाद गुड़िक पाइबा निमंते लालित हेबा, जागतिक सम्मान और स्वीकृति हासिल करिबा निमंते लक्ष्य रखी कार्य करिबा, निरापत्ता निमंते जगतर लोक मानक सहित हाथ मिलाइबा, संसार कियबा सेथिरे थिबा विषय सबुको प्रेम न कर। केही जदि संसार को प्रेम करे पितांकर प्रेम ता ठारे नाही। प्रथम जोहन 2 पर्व 15 कही थाए, जाकुब 4 पर्व 4 पद कही थाए और 1 पद मध्य कही थाए। प्रथम तिमोथी 6 पर्व 6 रु 11 मध्य द्रष्टव्य। क्रूस उपरे ख्रीष्टंकर कार्य द्वारा पुनर्जन्म प्राप्त ख्रीष्ट विश्वासी पापर फलाफल एवं पापर शक्ति उद्धार पाई थांती। रोमियो 6 पर्व 6 रु 14 पाठ करंतु। मात्र से तथापि सुधा एक पार्थिव शरीर रे वास करंती जहा कि प्रकृतिक क्षुधा तथा अभिलाषर बशीवर्ती अटे। जने ख्रीष्ट विश्वासी जेपरि तांकर अंतर्वासी पवित्र आत्मांकर चालना प्रति गुरुत्व प्रदान करिबा परिवर्ते एही सबु विषय गुड़िक प्रति अधिक गुरुत्व देव। सेथि निमंते शैतान एही समस्त मानसिक अभिलाष तांको प्रति व्यवहार करिबा निमंते चेष्टा करिथाय। रोमियो 8 5 रु 9 पर्यंत देखंतु। जाकुब 1 14 एवं एफिसियो 2 तार 3 पद मध्य द्रष्टव्य। शैतानर प्रारंभिक विजय प्रथम पुरुष एवं स्त्री को प्रलोभन रे पकाइबा दिगरे शैतान जगतर विभिन्न विषय एवं शारीरिक व्यवहार करी निजर प्रारंभिक विजय हासिल कला एवं एही कौशल गुड़िकु से आज मध्य व्यवहार करुअछि। कारण शारीरिक अभिलाष इंद्रिय
ସୁଖ ଭୋଗ ନିମନ୍ତେ ଲାଳସା, ଚକ୍ଷୁର ଅଭିଳାଷ, ମନର ଲୋଭାସକ୍ତ ଅଭିଳାଷ ଓ ଲୌକିକ ଗର୍ବ, ନିଜର ସମ୍ପତ୍ତି, ସାମର୍ଥ୍ୟ ଓ ଜ୍ଞାନର ଗାରିମା ଉପରେ କିମ୍ବା ପାର୍ଥବ ବିଷୟ ଗୁଡ଼ିକର ସ୍ଥାୟିତ୍ୱରେ ଭରସା ସ୍ଥାପନ, ସଂସାରରେ ଥିବା ଏହି ସମସ୍ତ ବିଷୟ ପିତାଙ୍କ ଠାରୁ ନୁହେଁ, ମାତ୍ର ସ୍ୱୟଂ ସଂସାରରୁ ଉତ୍ପନ୍ନ ହୋଇଥାଏ। ପ୍ରଥମ ଯୋହନ 2:16 ଦେଖନ୍ତୁ। ଏହି ପଦ ସହିତ ହବାଙ୍କ ପ୍ରଲୋଭନକୁ ତୁଳନା କରନ୍ତୁ। ଆଦି ପୁସ୍ତକ 3:6 ସୁଖାଦ୍ୟ। ପ୍ରଥମ ଯୋହନ 2:16 ଶାରୀରିକ ଅଭିଳାଷ, ନୟନର ଲୋଭଜନକ, ଜ୍ଞାନ ଦେବା ନିମିତ୍ତ ବାଞ୍ଛନୀୟ, ଚକ୍ଷୁର ଅଭିଳାଷ, ଲୌକିକ ଗର୍ବ। ଆଦମ ଏବଂ ଅବାଙ୍କ ପତନ ସମୟରୁ ସମସ୍ତ ମାନବ ଜାତି ସେମାନଙ୍କ ଶରୀର ଉପରୋକ୍ତ 3 ଗୋଟି ବିଷୟ ଦ୍ୱାରା ପରିଚାଳିତ ହୋଇ ଆସୁଅଛନ୍ତି। ଶରୀରର ମଧ୍ୟ ଏକ ପାପପୂର୍ଣ୍ଣ ସ୍ୱଭାବ ଦ୍ୱାରା କଳୁଷିତ ଅଟେ। ଗାଲାତୀୟ 5 ପର୍ବ 19-21 ପାଠ କରନ୍ତୁ। ଖ୍ରୀଷ୍ଟଙ୍କ ଦ୍ୱାରା ଲାଭ କରାଯାଇଥିବା ବିଜୟ ତାହାଙ୍କର ଜୀବନ ଦ୍ୱାରା। ଯୀଶୁ ଠିକ ଆମ ଭଳି ସମସ୍ତ ବିଷୟରେ ପରୀକ୍ଷିତ ହୋଇଥିଲେ, ତଥାପି ସେ ପାପ ରହିତ। ଏବ୍ରୀ 4 ପର୍ବ 15 କହିଥାଏ। ଏହି ପଦ ସହିତ ଯୀଶୁଙ୍କର ପ୍ରଲୋଭନକୁ ତୁଳନା କରନ୍ତୁ। ଲୁକ 4:1-13 ପାଠ କରନ୍ତୁ। ପ୍ରଥମ ଯୋହନ 2:16 ପଦ ଦେଖନ୍ତୁ। ପଥରକୁ ରୁଟି, ଶାରୀରିକ ଅଭିଳାଷ, ପୃଥିବୀର ସମସ୍ତ ରାଜ୍ୟ, ଚକ୍ଷୁର ଅଭିଳାଷ, ମନ୍ଦିରର ଛାତ, ଲୌକିକ ଗର୍ବ। ତାହାଙ୍କର ମୃତ୍ୟୁ ଭୋଗ ଏବଂ ପୁନରୁତ୍ଥାନ ଦ୍ୱାରା ଖ୍ରୀଷ୍ଟଙ୍କର କାର୍ଯ୍ୟକୁ ପ୍ରୟୋଗ କରୁଥିବା, ଦାବି କରୁଥିବା, ଗ୍ରହଣ କରୁଥିବା ବିଶ୍ୱାସ ଖ୍ରୀଷ୍ଟ ବିଶ୍ୱାସୀଙ୍କୁ ତାଙ୍କ ପାପର ଶକ୍ତି ତଥା କର୍ତ୍ତୃତ୍ୱରୁ ମୁକ୍ତ କରେ। ରୋମିଓ 8:9 ପଦ ଦେଖନ୍ତୁ। ଫଳତ୍ୱ ସେ ବର୍ତ୍ତମାନ ଈଶ୍ୱରଙ୍କ ପ୍ରତି ଆଜ୍ଞାବହ ହେବା ବିଷୟଟିକୁ ମନୋନୟନ କରିବା ଦିଗରେ ସ୍ୱାଧୀନ ଅଟନ୍ତି। ରୋମିଓ 6:8-14 ଦେଖନ୍ତୁ। ଯେଣୁ ଶରୀରର ସକାଶେ ଦୁର୍ବଳ ହେବାରୁ ବ୍ୟବସ୍ଥା ଯାହା ସାଧନ କରି ପାରିଲା ନାହିଁ, ତାହା ଈଶ୍ୱର ଆପଣାର ପୁତ୍ରଙ୍କୁ ପାପମୟ ଶରୀରର ସାଦୃଶ୍ୟରେ ତାହା କଲେ, ଯେପରି ଶାରୀରିକ ମାନସିକ ଭାବନା ଅନୁସାରେ ଆଚରଣ ନ କରି ଆତ୍ମିକ ଭାବନା ଅନୁସାରେ ଆଚରଣ କରିଥାଉ, ଯେ ଆମ୍ଭେମାନେ ଆମ୍ଭମାନଙ୍କ ଠାରେ ବ୍ୟବସ୍ଥାର ଧର୍ମବିଧି ସଫଳ ହୁଏ। ରୋମିଓ 8:3-4 କହିଥାଏ। ଖ୍ରୀଷ୍ଟ ବିଶ୍ୱାସୀଙ୍କ ନିରବଚ୍ଛନ୍ନ ବିଜୟ ଖ୍ରୀଷ୍ଟଙ୍କ ଦ୍ୱାରା ଆମ ନିମନ୍ତେ ଲାଭ କରାଯାଇଥିବା ଏହି ମହାବିଜୟର ଭିତ୍ତିମୂଳ ଉପରେ ଆଧାରିତ ହୋଇ ଖ୍ରୀଷ୍ଟ ବିଶ୍ୱାସୀ ବର୍ତ୍ତମାନ ଶୈତାନ ଠାରୁ ଆସୁଥିବା ଯେକୌଣସି ଆକ୍ରମଣକୁ ପରାସ୍ତ କରିପାରିବେ।
ନିରବିଚ୍ଛିନ୍ନ ବିଜୟ ଲାଭ ପ୍ରତି ନିମ୍ନରେ 7 ମୂଳ ସୂତ୍ର ଦିଆଯାଇଅଛି। ପ୍ରଥମ, ବିଜୟ ହାସଲ ହୋଇ ସାରିଅଛି ବୋଲି ଜାଣି ରଖନ୍ତୁ। କ୍ରୁଶରେ ଶୈତାନ ପରାସ୍ତ ହୋଇଥିବା ହେତୁ ତାର ଏକମାତ୍ର ଶକ୍ତି ହେଉଛି ଜଣେ ଖ୍ରୀଷ୍ଟ ବିଶ୍ୱାସୀଙ୍କ ଅଜ୍ଞାତ। ହୋସେୟ 4:6 ପାଠ କରନ୍ତୁ। ମାତ୍ର ଜଣେ ଖ୍ରୀଷ୍ଟ ବିଶ୍ୱାସୀ ତାଙ୍କ ଜୀବନରେ କ୍ରୁଶ ଏବଂ ପୁନରୁତ୍ଥାନର ସମ୍ପୂର୍ଣ୍ଣ କାର୍ଯ୍ୟକୁ ବୁଝିପାରିବା ଦ୍ୱାରା ହିଁ ଶୈତାନ ସମ୍ପୂର୍ଣ୍ଣ ନିରସ୍ତ ହୋଇଯାଏ ଓ ତାଙ୍କୁ ଆକ୍ରମଣ କରିପାରେ ନାହିଁ। ଦ୍ୱିତୀୟତଃ, ଆତ୍ମାଙ୍କ ସହିତ ସମତାଳରେ ଗମନାଗମନ କରନ୍ତୁ। ଖ୍ରୀଷ୍ଟ ବିଶ୍ୱାସୀଙ୍କ ମଧ୍ୟରେ ଏକ ନୂତନ ଶକ୍ତି ଅର୍ଥାତ୍ ସ୍ୱୟଂ ପବିତ୍ର ଆତ୍ମା ସ୍ଥାପନ କରାଯାଇଥାନ୍ତି। ପ୍ରତ୍ୟେକ ଦିନ ଆମେ ତାହାଙ୍କ ଅଭ୍ୟନ୍ତରୀଣ ଚେତନା ପ୍ରତି ବାଧ୍ୟତା ଦ୍ୱାରା ଆଚରଣ କରିବା ଉଚିତ। ଗାଲାତୀୟ 5:22-25 ପାଠ କରନ୍ତୁ। ତୃତୀୟ, ପ୍ରଲୋଭନ କ'ଣ ଅଟେ ବୋଲି ଚିହ୍ନି ରଖନ୍ତୁ। ପ୍ରଲୋଭନ ପାପ ନୁହେଁ। ପ୍ରଲୋଭନର ବଶବର୍ତ୍ତୀ ହେବା ହିଁ ପାପ ଅଟେ। ଯାକୁବ 1:15 ପାଠ କରନ୍ତୁ। ଆଦି ପୁସ୍ତକ 4:6 ଓ 7 ଦେଖନ୍ତୁ। ଚତୁର୍ଥ, ଉଦ୍ଧାରର ଏକ ପଥ ପ୍ରସ୍ତୁତ କରାଯାଇଅଛି ବୋଲି ଜାଣି ରଖନ୍ତୁ। ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡ଼ା ଅନ୍ୟ ପ୍ରକାର ପରୀକ୍ଷା ତୁମମାନଙ୍କ ପ୍ରତି ଘଟିନାହିଁ। କିନ୍ତୁ ଈଶ୍ୱର ବିଶ୍ୱାସ୍ୟ, ସେ ତୁମମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ। ମାତ୍ର ଯେପରି ତୁମେମାନେ ସହ୍ୟ କରିପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ। ପ୍ରଥମ କରନ୍ତି 10:13 ପାଠ କରନ୍ତୁ। ଯାକୁବ 4:7 ଉଦ୍ଧାରର ପଥ ବିଷୟ ବର୍ଣ୍ଣିତ ହୋଇଅଛି। ଈଶ୍ୱରଙ୍କର ବଶୀଭୂତ ହୁଅନ୍ତୁ, ଶୈତାନଙ୍କୁ ପ୍ରତିବାଧା କରନ୍ତୁ ଏବଂ ସେ ପଳାଇଯିବ। ପଞ୍ଚମ, ଜୀବନରେ ସଠିକ ବିଷୟ ପ୍ରତି ମନୋଯୋଗୀ ହୁଅନ୍ତୁ। ତୁମେମାନେ ଯେବେ ଖ୍ରୀଷ୍ଟଙ୍କର ସହିତ ଉତ୍ଥିତ ହୋଇଅଛ, ତେବେ ଈଶ୍ୱରଙ୍କର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ, ସେହି ଊର୍ଦ୍ଧ୍ୱସ୍ଥ ସ୍ଥାନର ବିଷୟ ସବୁ ଅନ୍ୱେଷଣ କର। ପାର୍ଥବ ବିଷୟରେ ଆସକ୍ତ ନ ହୋଇ ଊର୍ଦ୍ଧ୍ୱସ୍ଥ ବିଷୟରେ ଆସକ୍ତ ହୁଅ। କଲସ୍ୟ 3:1-2 ଦେଖନ୍ତୁ। ଫିଲିପିୟ 4:8 ଦେଖନ୍ତୁ। ପ୍ରଥମ ତିମୋଥୀ 6:11 ଓ 12 ପାଠ କରନ୍ତୁ। ଦ୍ୱିତୀୟ ପିତର 3:11-13 ମଧ୍ୟ ଦ୍ରଷ୍ଟବ୍ୟ। ଷଷ୍ଠ, ପ୍ରଲୋଭନର ସୁସ୍ପଷ୍ଟ କ୍ଷେତ୍ର ଗୁଡ଼ିକ ଠାରୁ ଦୂରରେ ରୁହନ୍ତୁ। ମୁଁ କୌଣସି ମନ୍ଦ ବିଷୟ ଆପଣା ଦୃଷ୍ଟି ଗୋଚରରେ ରଖିବି ନାହିଁ। ଗୀତ ସଂହିତା 110:3 ପାଠ କରନ୍ତୁ। ପ୍ରଥମ ତିମୋଥୀ 6:9-11 ମଧ୍ୟ ଦ୍ରଷ୍ଟବ୍ୟ। ସପ୍ତମ, ଶୈତାନର ଷଡ଼ଯନ୍ତ୍ର ପ୍ରତି ଜାଗ୍ରତ ରୁହନ୍ତୁ। ଶତ୍ରୁ ଆମ ବିରୁଦ୍ଧରେ
ବ୍ୟବହାର କରୁଥିବା କୌଶଳ ଗୁଡ଼ିକୁ ଆମେ ଜାଣି ରଖିବା ଉଚିତ, ଯଦ୍ୱାରା କି ଆମେ ତା ଦ୍ୱାରା ପରାସ୍ତ ହେବୁ ନାହୁଁ। 2 କରିନ୍ଥୀୟ 2:11 ପଦ ପାଠ କରନ୍ତୁ। ସେ ଜଣେ ମିଥ୍ୟାବାଦୀ। ଯୋହନ 8:44 ଦେଖନ୍ତୁ। ସେ ଜଣେ ଅପବାଦକ ଏବଂ ଅଭିଯୋଗକାରୀ। ପ୍ରକାଶିତ ବାକ୍ୟ 12:10 ପାଠ କରନ୍ତୁ। ସେ ଜଣେ ପ୍ରବଞ୍ଚକ। ପ୍ରକାଶିତ ବାକ୍ୟ 12:9 ପାଠ କରନ୍ତୁ। ସେ ଜଣେ ପରୀକ୍ଷାକାରୀ। ମାଥ୍ୟୁ 4:1-11 ପାଠ କରନ୍ତୁ। ସେ ଜଣେ ଉତ୍ପଡ଼ନକାରୀ। ପ୍ରେରିତ 10:38 ପାଠ କରନ୍ତୁ। ସେ ଜଣେ ବାଧା ପ୍ରଦାନକାରୀ। ପ୍ରଥମ ଥେସଲୋନିକ 2:18 ପଦ ପାଠ କରନ୍ତୁ। ସେ ଜଣେ ଗର୍ଜନକାରୀ ସିଂହ ସଦୃଶ୍ୟ। ପ୍ରଥମ ପିତର 5:8 ପଦ ପାଠ କରନ୍ତୁ। ସେ ନିଜକୁ ଜଣେ ଦୀପ୍ତିମୟ ଦୂତଙ୍କ ବେଶରେ ରୂପାନ୍ତରିତ କରିପାରେ। 2 କରିନ୍ଥୀୟ 11:14 ପଦ ପାଠ କରନ୍ତୁ। ହାଲେଲୁୟା। ଖ୍ରୀଷ୍ଟ ବିଶ୍ୱାସୀ ରୂପେ ଆମେ ବିଜୟୀ ହୋଇ ଜୀବନ ଯାପନ କରିବାକୁ ଆହୁତ ହୋଇଅଛୁ। ଖ୍ରୀଷ୍ଟଙ୍କ ଦ୍ୱାରା ହିଁ ବିଜୟ ଆମର ଅଟେ। ହାଲେଲୁୟା। ଜଗତ ଉପରେ ପ୍ରଥମ ଯୋହନ 5:4 ଦେଖନ୍ତୁ। ଶରୀର ଉପରେ ଗାଲାତୀୟ 5:16 ଦେଖନ୍ତୁ। ଶୈତାନ ଉପରେ ଏଫେସୀୟ 6:11-13 ପାଠ କରନ୍ତୁ। ମୋର ସିଦ୍ଧାନ୍ତ ପରୀକ୍ଷା ସମୟରେ ମୋତେ ଉଦ୍ଧାର କରିବା ନିମନ୍ତେ ଈଶ୍ୱର ଯେଉଁ ପ୍ରତିଜ୍ଞା କରିଅଛନ୍ତି ସେଥି ନିମନ୍ତେ ତାଙ୍କୁ ମୁଁ ଧନ୍ୟବାଦ ଦେଉଅଛି। ବିଜୟ ଜୀବନ ଯାପନ କରିବା ନିମନ୍ତେ ତାହାଙ୍କର ଯେଉଁ ସାହାଯ୍ୟ ସଦା ସର୍ବଦା ଲବ୍ଧ, ସେଥିପ୍ରତି ମୁଁ ମନୋଯୋଗୀ ହେବି ବୋଲି ସିଦ୍ଧାନ୍ତ ଗ୍ରହଣ କରୁଅଛି। ମୁଁ ଅନ୍ୟମାନଙ୍କ ନିକଟରେ ମଧ୍ୟ ଏହି ସତ୍ୟ ପ୍ରକାଶ କରିବି। ହାଲେଲୁୟା, ହାଲେଲୁୟା। ଆସନ୍ତୁ ସର୍ବେ ଶୁଣୁଥିବା ମୋର ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଆମେ ପ୍ରାର୍ଥନା କରିବା। ହେ ପରମେଶ୍ୱର, ତୁମ୍ଭ ପୁତ୍ର ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟ ହଉ। ଆମମାନଙ୍କ ଜୀବନରେ ଯେଉଁ ପ୍ରଲୋଭନର ଆସକ୍ତ ଶକ୍ତି ଶୈତାନ ଦେଇଥାଏ, ପ୍ରିୟ ପ୍ରଭୁ, ଏହି ସମ୍ବାଦ ଦ୍ୱାରା ଏହି ପ୍ରଲୋଭନ ବିଷୟ ପ୍ରଭୁ ମୁଁ ଶୁଣିଲି, ଆଉ ମୁଁ ସିଦ୍ଧାନ୍ତ କରୁଅଛି ପ୍ରଲୋଭନ ବିଷୟକୁ ମୁଁ ସମ୍ପୂର୍ଣ୍ଣ ଭାବରେ ବୁଝିଲି। ହେ ପବିତ୍ର ପ୍ରଭୁ, ତୁମର ସେହି ପବିତ୍ର ଆତ୍ମା ଦେଇ ମୋତେ ପବିତ୍ର କରନ୍ତୁ। ଧନ୍ୟବାଦ ମୋର ବିଶ୍ୱାସୀଗଣ। ବିଶ୍ୱାସ ଗୃହ ତରଫରୁ ସମସ୍ତଙ୍କୁ ଧନ୍ୟ ହଉ। ପରମାତ୍ମା ପରମେଶ୍ୱର ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍।